ଗାଁରେ ଥିଲାବେଳେ ମୁଁ ଆସି ପହଞ୍ଚି ଯାଇଥିଲି ଆମ ବଡ଼ ଭାଇଙ୍କ ଘରେ। ଆମେ ଖାଇ ପିଇକିରି ବାହାରି ଯାଇଥିଲୁ ନଦୀ କୂଳରେ ଥିବା ବନଦୁର୍ଗା ମନ୍ଦିରରେ ଦର୍ଶନ ପାଇଁ। ଏଠି ଗୋଟିଏ ପାର୍ଶ୍ୱରେ ଜଗିଥିଲେ ସିଂହ ମୁହିଁ, ଆଉ ଗୋଟେ ପାର୍ଶ୍ୱରେ ଥିଲେ ବାଘ ମୁହିଁ। ଆମେ ବାହାରକୁ ଏତେ ସମୟ ନ ଦେଇ ଭିତରକୁ ପଳେଇଗଲୁ ମାଆଙ୍କ ଦର୍ଶନ କରିବା ପାଇଁ। ମନ୍ଦିର ଭିତରକୁ ଯାଇ ପ୍ରଥମେ ଦର୍ଶନ କରିଥିଲୁ ଜଗନ୍ନାଥଜୀଉ ମନ୍ଦିରରେ। ପ୍ରଥମ ଦର୍ଶନ କରିଥିଲୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ। ମନ୍ଦିର କାନ୍ଥରେ ସ୍କନ୍ଦମାତା, କାର୍ତ୍ତିଆୟନୀ, କୁଷ୍କାଣ୍ଡା, ବ୍ରହ୍ମଚାରିଣୀ। ଏପଟ କାନ୍ଥରେ ଥିଲେ କାଳରାତ୍ରି, ମହାଗୌରୀ ଦେବୀମାନେ ଥିଲେ। ତାପରେ ଆମେ ଆସିଲୁ ଦୁର୍ଗାଙ୍କ ଦର୍ଶନ ପାଇଁ। ମନ୍ଦିରରେ ନନା ପୂଜା କରୁଥିଲେ। ଦୁର୍ଗାଙ୍କ ଦର୍ଶନ ପରେ ଆମେ ପଳେଇ ଆସିଥିଲୁ ମହାଦେବଙ୍କ ଦର୍ଶନ ପାଇଁ, ଯେଉଁ ମନ୍ଦିରରେ କି ଆମେ ଦେଖିଲୁ ମହାଦେବଙ୍କ ମୂର୍ତ୍ତି ପୂଜା ପାଉଥିଲେ। ଆମେ ପଳେଇ ଆସିଥିଲୁ ମନ୍ଦିରର ପଛପଟ ନଦୀ କୂଳକୁ। ଦୃଶ୍ୟର ବହୁତ ସୁନ୍ଦର ଥିଲା। ଦେଖିଲୁ ଏକେ କୁନି ମନ୍ଦିରଟି ଯେ ଦର୍ଶନ କରିବାକୁ ଆମେ ଯାଇଥିଲୁ। ସେହି ମନ୍ଦିରରେ ଥିଲେ ରାଧାକୃଷ୍ଣ, ଯାହାକି ଆମେ ଦର୍ଶନ କରିକି ଆସିଲୁ। ତାପରେ ଆମେ ଯାଇଥିଲୁ ନବମୁଖୀ ଦୁର୍ଗାଙ୍କ ଦର୍ଶନ କରିବା ପାଇଁ। ଏବେ ଆମେ ନବମୁଖୀ ଦୁର୍ଗାଙ୍କ ଦର୍ଶନ କରିସାରିଥିଲୁ। ଦେବୀ ଦୁର୍ଗାଙ୍କ ଦର୍ଶନ ପରେ ଆମେ ପଳେଇ ଆସିଥିଲୁ ତ୍ରିନାଥ ଠାକୁରଙ୍କ ଦର୍ଶନ ପାଇଁ, ଯେଉଁଥିରେ କି ଥିଲେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ଶେଷରେ ମା ବୃନ୍ଦାବନ ଦେଇ ଦର୍ଶନ କରି ଆମେ ଘରକୁ ଫେରିଲୁ।